ଶ୍ରୋତାବନ୍ଧୁ, ସାହିତ୍ୟ ସଂସ୍କୃତି ଓ ଚିନ୍ତନ ଇତିମଧ୍ୟରେ ଦୀର୍ଘ 1 ବର୍ଷ ଅତିକ୍ରମ କରିସାରିଛି ଏବଂ ଆପଣମାନଙ୍କ ଭଲ ପାଇବା ଆମେ ପାଇଛୁ। ତେବେ ସାହିତ୍ୟ ସଂସ୍କୃତି ଓ ଚିନ୍ତନ ସହିତ ବହୁ ଛାତ୍ରଛାତ୍ରୀ, ଗବେଷିକା, ଦିବ୍ୟାଙ୍ଗ ଭାଇ ଭଉଣୀମାନେ ଯୋଡ଼ି ହୋଇଛନ୍ତି ଏବଂ ତାଙ୍କର କିଛି ସାରସ୍ୱତ ଆଲୋଚନାର ଆଗ୍ରହ ରହିଛି। ଏହି ଅବସରରେ ଆଜି ଆମେ ସାଧାରଣ ଭାବରେ ଆଧୁନିକ କବିତାର ସ୍ୱରୂପ ସମ୍ପର୍କରେ ଏକ ଆଲୋଚନା ପ୍ରସ୍ତୁତ କରିଛୁ ଏବଂ ତାକୁ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି। ଆମ ଭିତରେ ପ୍ରଶ୍ନ ଉଠେ ଯେ କବିତା ଲେଖିଲା ବେଳେ ଆମେ କି ପ୍ରକାର ତାକୁ ନିଜ ଭିତରେ ଧାରଣ କରିପାରିବୁ। ଗୋଟେ ପଟେ ଭାବର ଉଚ୍ଛ୍ୱାସ ଏବଂ ଅନ୍ୟପଟେ ଆମ ଲେଖନୀ ଚାଳନା, ତା ଭିତରେ ସନ୍ତୁଳନ ରକ୍ଷା କରିବୁ କେମିତି? ବର୍ଗନ୍ସ ଜଣେ ପାଶ୍ଚାତ୍ୟ ଆଲୋଚକ, ବର୍ଗନ୍ସଙ୍କ ଭାଷାରେ ଏଭ୍ରି ମୋମେଣ୍ଟ ଇଜ୍ ଏ କ୍ରିଏଟିଭ୍ ମୋମେଣ୍ଟ। ଆମେ ଜାଣିଛେ ନବ ନବ ଉନ୍ମେଷଶାଳିନୀ ପ୍ରଜ୍ଞା ପ୍ରତିଭା ବିଦୁଃ, ଅର୍ଥାତ୍ ସୃଷ୍ଟି କରିବାର ଯୋଉ ରୂପ ହିଁ ଜଣଙ୍କର ପ୍ରତିଭା। ତେଣୁ ସର୍ଜନା କିମ୍ବା ସୃଷ୍ଟିଶୀଳତା ହିଁ ମୁହୂର୍ତ୍ତ ମାନଙ୍କୁ ମହାର୍ଘ କରେ। ଯେତେବେଳେ ମଣିଷ କିଛି ସୃଷ୍ଟି କରୁଥାଏ, ସେଇ ସୃଷ୍ଟିଶୀଳତା ହିଁ ପରବର୍ତ୍ତୀ ସମୟରେ ସେଇ ମୁହୂର୍ତ୍ତଟିକୁ ସୁନ୍ଦର କରି ତୋଳେ, ଅମର କରିଦିଏ। ନିତ୍ସେଙ୍କ ମତରେ ସୃଷ୍ଟିଶୀଳତା ମୂଳରେ ପ୍ରବଳ ଇଚ୍ଛା ଶକ୍ତି ବିଦ୍ୟମାନ ଥାଏ। କେହି କେହି ତ କହନ୍ତି ଆମେ ନିଜକୁ ଯେବେ ଖୋଜେ, ଏଇ ଯୋଉ ନିଜେ ଅଛେ ବୋଲି ଆମ ବିଦ୍ୟମାନତାର କଥାକୁ ପ୍ରମାଣିତ କରିବା ପାଇଁ କାଳେ ଆମେ କିଛି ସୃଷ୍ଟି କରିବା କଥା ଭାବେ। ଆଧୁନିକ କବିତା ଜୀବନର ପ୍ରତିଟି ମୁହୂର୍ତ୍ତକୁ ନେଇ ଊର୍ଜ୍ଜସ୍ୱଳ ହେବା ସହିତ ଗଦ୍ୟାତ୍ମକ ହୋଇଛି। ସଂସ୍କୃତ ସାହିତ୍ୟରେ ଆମେ ପଦ୍ୟକାବ୍ୟ ଓ ଗଦ୍ୟକାବ୍ୟର ରୂପ ପାଇଥିଲେ। ଛନ୍ଦୋବଦ୍ଧ ଗଦ୍ୟ ରଚନାକୁ ଆଳଙ୍କାରିକ ଗଣ ବୃତ୍ତଗନ୍ଧି ନାମରେ ଅଭିହିତ କରନ୍ତି। ଯୁଗୀୟ ସ୍ୱରକୁ ଅନ୍ତର୍ଗର୍ଭିତ କରି ଆଜିର କବିତା ପଦ୍ୟର ସ୍ପନ୍ଦନ ମାଧୁର୍ଯ୍ୟ ସହିତ ଧ୍ୱନ୍ୟାତ୍ମକତାକୁ ଆପଣେଇ ନେଇଛି। ତେଣୁ ଗଦ୍ୟ ଏବଂ ପଦ୍ୟର ସମନ୍ୱୟ ହେଇଛି ଆଧୁନିକ କବିତା। ଆଧୁନିକ କବିତାର ଜନ୍ମ 19ବିଂଶ ଶତାବ୍ଦୀର ମଧ୍ୟଭାଗରେ। ଏହାର ପୃଷ୍ଠଭୂମି ଥିଲା ପ୍ରଥମ ମହାଯୁଦ୍ଧ। ତେଣୁ ଯୋଉ ମହାସମର ହେଇଥିଲା, ସେଇଥିରେ ହିଁ ଆମ ଚିନ୍ତା ଚେତନା ଭିତରେ ଯେଉଁ ସବୁ ଆବେଗାତ୍ମକ ପରିବର୍ତ୍ତନ ଘଟିଲା, ଯାହା ସବୁ ଆମେ ଉପଲବ୍ଧି କଲେ, ଯୋଉ ବିଫଳତା, ନୈରାଶ୍ୟ, ହତାଶା, ସବୁ ପ୍ରକାର ଯୋଉ ମାନସିକତା ଆମ ଭିତରେ ଏକ ଅଦ୍ଭୁତ ମାନସିକତା ଯୋଉ ସୃଷ୍ଟି କଲା, ଅଦ୍ଭୁତ ଚିନ୍ତନ, ଅଦ୍ଭୁତ ଦର୍ଶନ ବିଚାର ସୃଷ୍ଟି କଲା, ସେଇଥିରୁ ହିଁ ଏଇ କବିତାର ସୃଷ୍ଟି। ଆମେ ଜାଣିଛେ କିଛି ଧ୍ୱଂସ ହେଲେ ହିଁ ସେଇଥିରୁ ନୂତନ ଭାବେ କିଛି ଜନ୍ମ ନିଏ। ସମାଲୋଚକ କୁଞ୍ଜ ବିହାରୀ ଦାସଙ୍କ ମତରେ ଆଧୁନିକ କବିତା ଆଧୁନିକ ଜୀବନର ବାର୍ତ୍ତାବହ, ଯୁଦ୍ଧ, ସାମନ୍ତଙ୍କ ଅତ୍ୟାଚାର, ସାମ୍ରାଜ୍ୟବାଦୀ ଶୋଷଣ, ଜନସାଧାରଣଙ୍କ ଦୁଃଖ, ଦାରିଦ୍ର୍ୟ, ନିପୀଡ଼ନ ଓ ବିଭିନ୍ନ ସାମାଜିକ ସମସ୍ୟା ଆଧୁନିକ କବିତାର ବିଷୟୀଭୂତ। ଏହାର ଭାଷା କଥିତ ଭାଷା, ଛନ୍ଦ କଥନ ଭଙ୍ଗୀରୁ ଗୃହୀତ, ଏହା ଜୀବନର ନିକଟତମ। ଶ୍ରୋତାବନ୍ଧୁ, ଆଧୁନିକ କବିତାରେ କଥୋପକଥନ ଧର୍ମୀ ଶବ୍ଦାବଳୀ ଆମେ ପ୍ରୟୋଗ କରୁ। ଗଦ୍ୟ କବିତା ଗଦ୍ୟର ଶିଳ୍ପିତ ରୂପ। ଏ ସମ୍ପର୍କରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହିଛନ୍ତି, ପଦ୍ୟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଧ୍ୱନି ଗୁଚ୍ଛରେ ଗୋଟିଏ ପଂକ୍ତି ସମ୍ପୂର୍ଣ୍ଣ, ସେହି ପଂକ୍ତି ଶେଷରେ ଯତି, ଗଦ୍ୟରେ ସେ ନିୟମର ଶାସନ ନାହିଁ। ବାକ୍ୟ ଯେଉଁଠାରେ ଆପଣା ଅର୍ଥ ସମ୍ପୂର୍ଣ୍ଣ କରେ, ସେଇଠାରେ ହିଁ ଆପଣା ଅର୍ଥ ସମ୍ପୂର୍ଣ୍ଣ ଭାବରେ ଗଦ୍ୟରେ ଛେଦ ପଡ଼େ। ଏଥିରୁ ଏହା ହିଁ ବ୍ୟକ୍ତ ହୁଏ ଯେ ଭାବକୁ ଛନ୍ଦ ବନ୍ଧନରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ହିଁ କବି ଗଦ୍ୟ କବିତା ରଚନା କରେ। ଅଖଣ୍ଡ ସ୍ୱାଚ୍ଛନ୍ଦ୍ୟ ବା ସ୍ୱାଧୀନତା ଲାଭ ତାର ଲକ୍ଷ୍ୟ, କିନ୍ତୁ ସ୍ୱାଧୀନତା ପ୍ରାପ୍ତି ଅପେକ୍ଷା ତାକୁ ରକ୍ଷା କରିବା ଅଧିକ କଷ୍ଟକର। ଗଦ୍ୟ କବିତା ତୁଚ୍ଛ ଗଦ୍ୟ ହୋଇଯିବାର ଶଙ୍କା ପଦେ ପଦେ। ଏହା ରଚନା କରିବା ସାଧାରଣ ଦୃଷ୍ଟିରେ ଯେତେ ସହଜ ବୋଲି ମନେ ହୁଏ, ପ୍ରକୃତରେ ତାହା ନୁହେଁ।
ଗଦ୍ୟ କବିତା ରଚନା ଲାଗି ପରିଣତ ବୁଦ୍ଧି, ଅନୁଭବ ବେଦ୍ୟ, ନିପୁଣ ହସ୍ତ ଲୋଡ଼ା ପଡ଼ିଥାଏ। ଏହାର ଛନ୍ଦ ପ୍ରତ୍ୟକ୍ଷ ନୁହଁ, ଅନ୍ତର୍ନିହିତ ଶୃଙ୍ଖଳା ନିୟମ ବା ସଂଯମ ବାଧ୍ୟତା ନାହିଁ ବୋଲି ତାହା ରକ୍ଷା କରିବାର ଗୁରୁଦାୟିତ୍ୱ ଦାବି କରେ। ଅନାଡ଼ିଙ୍କ ହାତରେ ଏହା ତୁଚ୍ଛାତି ତୁଚ୍ଛ ଗଦ୍ୟରେ ପରିଣତ ହୁଏ। ଶ୍ରୋତାବନ୍ଧୁ, ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଆଧୁନିକ ଏ ଯେଉଁ ଗଦ୍ୟଧର୍ମୀ କବିତା ତାର ରୂପରେଖ ସମ୍ପର୍କରେ ଆପଣମାନଙ୍କୁ ଅବଗତ କରାଉଛନ୍ତି। ଯେତେବେଳେ ଜଣେ କବିତା ଲେଖିବେ ସେତେବେଳେ ଏଇ ଉପରେ ଏଇ ତାଙ୍କର ପରିଭାଷାକୁ ଟିକେ ଗୁରୁତ୍ୱ ଦେଇକି ବୁଝିକି ସେଇ ପ୍ରକାର ନିଜର କବିତାକୁ ଢଳେଇ ପକେଇଲେ ଠିକ୍। ତେଣୁ ଆମକୁ ପ୍ରତିମୂର୍ତ୍ତିରେ ସ୍ୱାଧୀନ ହବାର ଇଚ୍ଛା ଥାଏ। ଗୋଟେ କବି, ଯେଉଁ ଆଧୁନିକ କବିକୁ ଅଖଣ୍ଡ ସ୍ୱାଚ୍ଛନ୍ଦ୍ୟର ଇଚ୍ଛା, ତାର ସ୍ୱାଧୀନତାର ଇଚ୍ଛା, ତା ଭିତରେ ଯାହା ଉଚ୍ଛ୍ୱାସ ଆସୁଛି ତାକୁ ହିଁ ନେଇକି ସେ ଲେଖିବ। କିନ୍ତୁ ଏତେ ସହଜ କଥା ନୁହେଁ ବୋଲି ବିଶ୍ୱକବି କହୁଛନ୍ତି। ଶୃଙ୍ଖଳା ନିୟମ, ସଂଯମ ବାଧ୍ୟତା ନାହିଁ ବୋଲି ତାକୁ ଯେ ଆମେ ସେମିତି ଆମ ଇଚ୍ଛା ଅନୁସାରେ ଲେଖିବା ସେଟା ମଧ୍ୟ ନୁହେଁ। ତେଣୁ ଏଇଟା ଗୋଟେ ଗୁରୁ ଦାୟିତ୍ୱ ଆମମାନଙ୍କର ଯେତେବେଳେ ଆମେ କବିତା ଲେଖୁଛେ। ତେଣୁ କବିତା ଲେଖିଲା ବେଳେ ଖୁବ୍ ସତର୍କତା ଅବଲମ୍ବନୀୟ। ଏଇଠି ମୁଁ ନିଶ୍ଚୟ କହିବି ଯେ କବିଟିଏ ତାର କୋଉ କୋଉ ମୂଲ୍ୟବୋଧକୁ ଧାରଣ କଲେ କବିଟେ ହେଇପାରିବ। ସେଇଟା ହେଉଛି ଗୋଟେ ନିଶ୍ଚିତ ଭାବରେ ଗୋଟେ ଉଦାରବାଦୀ ଚିନ୍ତନ ସହିତ ଗୋଟେ ସରଳ ଭାବପ୍ରବଣ ମନ ହୋଇଥିବା ତା ଭିତରେ ଥିବା ଦରକାର। ସ୍ୱତଃସ୍ଫୂର୍ତ୍ତ ଉଚ୍ଛ୍ୱାସରେ ଆକ୍ତାମାକ୍ତା ହେଲେ ହିଁ ସର୍ଜନାର ଯେଉଁ ଆଲୋକିତ ସୁଅ ସେଟା ଉଛୁଳି ଉଠେ। ଏଟା ହେଉଛି ମୋର ମତ। ଉଚ୍ଛ୍ୱାସ ଅନୁଯାୟୀ ତନ୍ମୟ ଶବ୍ଦ ବସାଣ। ଆମେ କବୀର ଦାସଙ୍କୁ ଏଇଠି ମନେ ପକାଇ ପାରିବା। ତାଙ୍କୁ ବାଣୀର ଡିକ୍ଟେଟର କୁହାଯାଉଥିଲା। ଆଚାର୍ଯ୍ୟ ହଜାରୀ ପ୍ରସାଦ ଦ୍ୱିବେଦୀ ତାଙ୍କୁ ବାଣୀର ଡିକ୍ଟେଟର କହିଥିଲେ। କାହିଁକି କୁହାଯାଇଥିଲା ବୋଲି ଯେତେବେଳେ ତାଙ୍କୁ ପଚରା ହେଇଥିଲା, ସେ କହିଥିଲେ ଯାହାର ଭାବନା ଓ ବିଚାର ତାଙ୍କର ଯେପଳି ଭାବରେ ଆସୁଥିଲା, ଉଚ୍ଛ୍ୱସିତ ହେଉଥିଲା ଏବଂ ସେଇଗୁଡ଼ା ଶବ୍ଦରେ ସେମିତି ବସାଣ ହେଇକି ବହି ଯାଉଥିଲା କବିତା ଭାବରେ। ତେଣୁ ଉଚ୍ଛ୍ୱାସଟା କବିର ଗୋଟେ ଲେଖକର ବା କବିର ଉଚ୍ଛ୍ୱାସ ତନ୍ମୟ ଶବ୍ଦମାନଙ୍କୁ ନେଇକି ହେଇଥିବା ଦରକାର ଏବଂ ଭାବ ଅନୁସାରୀ ଶବ୍ଦମାନଙ୍କର ସ୍ୱଗତି ନିର୍ମାଣ, ଅର୍ଥାତ୍ ସେ ଗୋଟେ ନିଜସ୍ୱ ଲୟ ଛନ୍ଦରେ ଗତିଶୀଳ ହେବେ। ଆଧୁନିକ କବିତା କ୍ଷେତ୍ରରେ ଆମେ ପାଶ୍ଚାତ୍ୟ ସାହିତ୍ୟର ବୋଦଲେୟାର, ରେମ୍ବୋ, ମାଲାର୍ମେ, ଟି.ଏସ୍. ଇଲିୟଟ, ଏଜ୍ରା ପାଉଣ୍ଡଙ୍କ ଭଳି ବହୁ ବିଶିଷ୍ଟ କବିଙ୍କ ପାଖରେ କୃତଜ୍ଞ। ଶ୍ରୋତାବନ୍ଧୁ, ଏଇଠି ଆମେ ଯେତେବେଳେ ଓଡ଼ିଆ ସାହିତ୍ୟକୁ ବୁଝୁଛେ, ପଢୁଛେ, ତିନିଟି କବିତା ପାଖରେ ଆମେ ଚିରଋଣୀ। ପାଶ୍ଚାତ୍ୟ ସାହିତ୍ୟର କବି ଟି.ଏସ୍. ଇଲିୟଟଙ୍କର 3ଟା ବହି। ଗୋଟେ ହେଉଛି 1910ରେ ତାଙ୍କ ରଚିତ ଜଣେ ମହିଳାର ଚିତ୍ର, ଗୋଟେ କବିତା ବହିର ଶୀର୍ଷକ ବା ବହିର ନାମ ଜଣେ ମହିଳାର ଚିତ୍ର। ଏଇଟା ଲେଖା ହେଇଥିଲା 1910ରେ। 1911ରେ ଲେଖା ହେଲା ପ୍ରଫୁକର ପ୍ରେମ ଗୀତି, ପ୍ରଫୁକର ପ୍ରେମ ଗୀତି। ଏବଂ ବିଂଶ ଶତାବ୍ଦୀର କବିତା ଧାରାରେ ଏଇ ଦୁଇଟି ପ୍ରଥମେ ବିପ୍ଳବ ଆଣିଲା। ପରବର୍ତ୍ତୀ ସମୟରେ ପ୍ରଥମଟି ଥିଲା 1910, ତାପରେ ଥିଲା 1911, ତାପରେ ହେଲା 1922। 1922ରେ ଇଲିୟଟଙ୍କର ୱେଷ୍ଟଲ୍ୟାଣ୍ଡ ଏହି ବୈପ୍ଳବିକ ଧାରାକୁ ପୂର୍ଣ୍ଣାଙ୍ଗ ରୂପ ସତେ ଦେଇଥିଲା। ତାପରେ 1930 ପରେ ଇଲିୟଟ ଓ ଏଜ୍ରା ପାଉଣ୍ଡଙ୍କ ଭଳି କବିଗଣ ଭାରତୀୟ କବିତା ଜଗତକୁ ସମ୍ପୂର୍ଣ୍ଣ ରୂପେ ସେତେବେଳକୁ ପ୍ରଭାବିତ କରିସାରିଥିଲେ। ସେତେବେଳକୁ ବଙ୍ଗଳାରେ ରବୀନ୍ଦ୍ରନାଥଙ୍କ କବିତାର ମାଧୁର୍ଯ୍ୟ ଭୀଷଣ ଭାବରେ ପ୍ରଭାବ ବିସ୍ତାର କରିଥିଲା। ତେବେ ଏଇଠି ପୁଣି ଥରେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଉକ୍ତିକୁ ମୁଁ ଉଦ୍ଧାର କରିବାକୁ ଚାହିଁବି, ଯେଉଁଠି ସେ କହିଛନ୍ତି ଆଧୁନିକ କାବ୍ୟର କାର୍ଯ୍ୟ ମନୋହାରିତା ନୁହେଁ, ମନୋଜୟିତା, ଅର୍ଥାତ୍ ମନକୁ ସେ ଜୟ କରିବ। ତାର ଲକ୍ଷ୍ୟ ଲାଳିତ୍ୟ ନୁହେଁ, ଯଥାର୍ଥ ଠିକ କଥା କହୁଥିବ। ବିଷୟର ଆତ୍ମତା ନୁହେଁ, ବିଷୟର ଆତ୍ମତା। କାବ୍ୟ ଥିଲା ମନ୍ମୟ, ନବଲେଖକଙ୍କ ଲେଖନୀରେ ହେଲା ତନ୍ମୟ। ଏହା ଥିଲା ବିଶ୍ୱକବିଙ୍କର ମତ ଆଧୁନିକ କବିତାକୁ ନେଇ। ଆଧୁନିକ କବିତାର ମୂଳ ଉତ୍ସ ୟୁରୋପ। କାହିଁକି ନା ବିବିଧ ସଂଗ୍ରାମ, ସଂଘର୍ଷ, ରାଷ୍ଟ୍ର ବିପ୍ଳବ, ବୈଜ୍ଞାନିକ ଉଦ୍ଭାବନ, ଦାର୍ଶନିକ ଚିନ୍ତନ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଏସବୁ ସାହିତ୍ୟରେ ଅତି ଚମତ୍କାର ଭାବରେ ୟୁରୋପୀୟ ସାହିତ୍ୟିକ ଗଣ ତାକୁ ସମ୍ପୁଟ କଲେ ଏବଂ ତାର ପ୍ରଭାବରେ ଭାରତୀୟ ସାହିତ୍ୟିକ ଗଣ ପ୍ରଭାବିତ ହେଲେ, ନୂଆ ଭାବରେ ଚିନ୍ତା କରିବାର ଗୋଟେ ସାମର୍ଥ୍ୟ ପାଇଥିଲେ। ଶ୍ରୋତାବନ୍ଧୁ, ଏଇଠି ଆମେ ମନେ ରଖିବା
पाश्चात्य साहित्यरू को चिंता चेतना उभय आमर गद्य को मध्य पद्य को मध्य प्रभावित करछि। विशेष भाव रे काव्य धारा रे को भाव बा चिंतन आसीछि। प्रथमे आसिला मार्क्सवाद जहाँकि समाजशास्त्रीय थिला, तापरे आसिला फ्रॉयडीय तत्व जहाँकि मनोवैज्ञानिक धर्मी थिला। तेणु यह मनभेदी अस्त्र बोली कह जाए, जहाद्वारा मन को संपूर्ण रूपे पढ़ी हेब। एवं ता सहित संस्थितिवाद स्थितिवाद जहाँ कह जाए ताकू एक्जिस्टेंशियलिज्म कह जाए। ता पूर्वर वास्तववाद आछि, रियलिज्म, अति वस्तुवाद, सरियलिज्म, भविष्यतवाद, फ्यूचरिज्म, प्रतीकवाद, सिंबलिज्म, चित्रकल्पवाद, इमेजिज्म, अभिव्यक्तिवाद, एक्सप्रेशनिज्म और प्रभाववाद, इम्प्रेशनिज्म। परवर्ती समय अन्य वाद बा चेतना बा चिंतन धारणा ये सब आसीछि। वर्तमान आमे पहुंचीचे पोस्ट मॉडर्निज्म अर्थात उत्तर आधुनिक वाद। तेणु आमर कवितारे ये सब चेतना वाद कहले चेतना बा धारणा ये सब निश्चित भाव रे आसीछि एवं किभଳି भावरे कवितारे आसीथिला आज सामान्य आमे आलोचना कले। जेतिकी कहली जदि सेतिकी मध्य आपण माने गोटे साधारण धारणा को धारण करि पारंती तेबे निश्चित भावरे यह आपण मानक पई उपादेय साब्यस्त हेबो। आज ऑडियोटी केमती लागिला मतामत अपेक्षा रे रहुछि। धन्यवाद।